এটা রয়েছে ওড়িশা সবঅর্ডিনেট স্টাফ সিলেকশন কমিশন ওড়িশা অধস্তন কর্মচারী চয়ন আয়োগর সর্ট আডভার্টাইজমেন্ট ফুল আডভার্টাইজমেন্ট খুব শীঘ্র আসব এবং আসলে আমি ভিডিও অপডেট করা আজির রয়েছে 24 ডিসেম্বর 2025 ইনভিটেশন অফ অনলাইন আপ্লিকেশন ফর কম্বাইন্ড রিক্রুটমেন্ট এক্সামিনেশন 2025 ফর দ্য পোস্ট অফ আরআই আইসিডিএস সুপরভাইজর ভিএডব্ল্যু জে জুনিয়র আসিষ্ଟାଣ୍ଟ ଏଆର୍ଆଇ ଅମିନ୍ ଏବଂ ଏସ୍ଏଫ୍ଏସ୍ ଏଇଟା ଗୋଟେ କମ୍ବାଇନ୍ ଏକ୍ଜାମ୍ ହେବ। ଏଥିରେ ସବୁଗୁଡ଼ିକ ରହିଛି ନିଯୁକ୍ତି ରେଭିନ୍ୟୁ ଇନ୍ସପେକ୍ଟର ଆଇସିଡି ସୁପରଭାଇଜର ଭିଲେଜ ଏଗ୍ରିକଲଚର ୱାର୍କର ଜୁନିୟର ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ଏଆର୍ଆଇ ଅମିନ୍ ଏସବୁର ନିଯୁକ୍ତି ରହିଛି। ଅନଲାଇନ୍ ରେଜିଷ୍ଟ୍ରେସନ୍ ବା ରି ରେଜିଷ୍ଟ୍ରେସନ୍ ଅନଲାଇନ୍ ରେଜିଷ୍ଟ୍ରେସନ୍ କେଉଁମାନେ କରିବେ ଯେଉଁମାନେ OSSCରେ ଫାର୍ଷ୍ଟ ଟାଇମ୍ କୌଣସି ପୋଷ୍ଟରେ ଆବେଦନ କରୁଥିବେ ସେମାନେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବେ। ରି ରେଜିଷ୍ଟ୍ରେସନ୍ ଯେଉଁମାନେ ଆଗରୁ କୌଣସି ପୋଷ୍ଟରେ ଆବେଦନ କରିଛନ୍ତି ସେମାନେ ରି ରେଜିଷ୍ଟ୍ରେସନ୍ କରିବେ। 29/12 ତା'ର ଷ୍ଟାର୍ଟ ଡେଟ୍ ଆରମ୍ଭ ହେବ ରେଜିଷ୍ଟ୍ରେସନ୍ ବା ରି ରେଜିଷ୍ଟ୍ରେସନ୍ର। ଏଣ୍ଡ ହେଲା 21/1/2026 ଏବଂ ଅନଲାଇନ୍ ଆପ୍ଲିକେସନ୍ ମଧ୍ୟ ସେ 29/12/2025 ଆରମ୍ଭ ହେବ। 29/1/2026 ତା'ର ଲାଷ୍ଟ ଡେଟ୍ ରହିଛି। ଫୁଲ୍ ଆଡ଼ଭାର୍ଟାଇଜମେଣ୍ଟ ଆସିଲେ ଆମେ ଜାଣିବା କେଉଁଥିରେ କେତେ ପଦବୀ ରହିଛି, କେତେ ଭ୍ୟାକେନ୍ସି ରହିଛି, ଏଜୁକେସନାଲ୍ କ୍ୱାଲିଫିକେସନ୍ +3 ପ୍ରାୟ ରହିଥିବ। ଜୁନିୟର ଆସିଷ୍ଟାଣ୍ଟଠୁ ଧରି ଆର୍ଆଇ ସବୁଗୁଡ଼ିକ ଅନ୍ୟାନ୍ୟ ଯାହା ବି ଏକ୍ଜାମ୍ ପାଟର୍ନ କେମିତି କ'ଣ ରହିବ ଏସବୁଗୁଡ଼ିକ ଅପଡ଼େଟ୍ କରିବା। ଆଉ ଗୋଟିଏ ନିଯୁକ୍ତି ରହିଛି ଫରେଷ୍ଟ ଗାର୍ଡ଼ର। এইটা রয়েছে ଯେଉଁଟାକି ଏଥିରେ ରହିଛି ଫରେଷ୍ଟ ଗାର୍ଡ଼ ଏବଂ ଫରେଷ୍ଟ ଗାର୍ଡ଼ ଏବଂ ଏକ୍ସାଇଜ୍ କନେଷ୍ଟବଳ ଏ ତିନିଟା ଯାକର ନିଯୁକ୍ତି ରହିଛି। ଏଇଟା ମଧ୍ୟ ରହିଛି କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ଜାମ୍ 2025ର 2 ଆଉ ସେଇଟା ରହିଛି 1। ୟାର ମଧ୍ୟ ସେଇ ସେମ୍ ରହିଛି ଭ୍ୟାକେନ୍ସିଜ୍ ଦ ଡିଟେଲ୍ ଅଫ୍ ଭ୍ୟାକେନ୍ସି ସ୍କେଲ୍ ଅଫ୍ ପେ ଏଜ୍ ଏଲିଜିବିଲିଟି ଆଣ୍ଡ ଅଦର ଟର୍ମ ଆଣ୍ଡ କଣ୍ଡିସନ୍ ୱିଲ୍ ବି ଆଭେଲେବଲ୍ ଇନ୍ ଫୁଲ୍ ଆଡ଼ଭାର୍ଟାଇଜମେଣ୍ଟ ବା ଡିଟେଲ୍ ଆଡ଼ଭାର୍ଟାଇଜମେଣ୍ଟ। ଏଥିରେ ସେଭଳି ଅନଲାଇନ୍ ରେଜିଷ୍ଟ୍ରେସନ୍ ବା ରି ରେଜିଷ୍ଟ୍ରେସନ୍ କରିପାରିବେ 30/12/2025ରୁ ଏଣ୍ଡ ରହିଛି 22/1/2026। ଅନଲାଇନ୍ ଆପ୍ଲିକେସନ୍ ଆରମ୍ଭ ହେବ 30/12/25ରୁ ଏବଂ ଲାଷ୍ଟ ଡେଟ୍ ରହିଛି 30/1/2026। ଫୁଲ୍ ଆଡ଼ଭାର୍ଟାଇଜମେଣ୍ଟ ଆସିଲେ ତା'ର ସିଲାବସ୍ ଏବଂ କେତେ ଭ୍ୟାକେନ୍ସି ପୋଜିସନ୍ ଏଜ୍ କ'ଣ ରହିଛି ଏସବୁକୁ ଆମେ ଅପଡ଼େଟ୍ କରିବା।